କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଲାଣି। କେତେବେଳେ ଆମ୍ବୁଲାନ୍ସ ପଞ୍ଚର ପାଇଁ ଶିଶୁକନ୍ୟାର ଜୀବନ ଗଲାଣି ତ ଆଉ କେତେବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରସବ ସ୍ତ୍ରୀ ଆମ୍ବୁଲାନ୍ସ ନ ପାଇ ମୃତ୍ୟୁମୁଖରେ ପଡ଼ିଲାଣି। ଏପରି ଏବେ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି ତାହାର ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଳାବଟା ପଞ୍ଚାୟତରେ ଦାବିରି ଘାଟିରୁ ଘଟିଛି ଏଭଳି ଘଟଣା। ଗର୍ଭବତୀ ମହିଳା ଉର୍ମିଲା ମାଝୀଙ୍କର ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ପକ୍ଷରୁ ରାତି ପ୍ରାୟ 11:30 ସମୟରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଗାଁରୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦାଦରିଘାଟି ପାଖରେ ପହଞ୍ଚି ପାରିନଥିଲା ଏବଂ ଚଞ୍ଚରାଗୁଡ଼ା ଗାଁରେ ଅପେକ୍ଷା କରି ରହିଥିଲା। ଏହାପରେ ପରିବାର ଗ୍ରାମବାସୀମାନେ ପ୍ରାୟ 10 କିଲୋମିଟର 2 ଟ୍ରାକ୍ଟରରେ ପ୍ରସୂତିକୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଉର୍ମିଲାଙ୍କ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ପରେ ଚଞ୍ଚରାଗୁଡ଼ାରୁ ଆମ୍ବୁଲାନ୍ସ ସହାୟତାରେ ମା ଓ ନବଜାତ ଶିଶୁଙ୍କୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ତେବେ ପ୍ରସୂତିଙ୍କ ରକ୍ତ ଅଭାବ ଓ ପ୍ରସୂତି ମ୍ୟାଲେରିଆ ଆକ୍ରାନ୍ତ ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ରହିଥିଲେ ମଧ୍ୟ ଏହା ସୀମାନ୍ତ ଅଞ୍ଚଳରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି। ଏହି ଘଟଣା ପରେ ପୁଣି ଥରେ ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ସ୍ୱାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ସାମ୍ନାକୁ ଆଣିଛି। ତେବେ ଆଉ କେତେ ଘଟଣା ଘଟିଲେ କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଠିକ୍ ହେବ ବୋଲି ସାଧାରଣ ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ।